सुप्रभात पिला माने तुमे माने केमिति अछो भलो अछो ना समस्ते भलो अछो अच्छा मु भी भलो अछि पूर्व वीडियो रे आमे माने जणे गुरु एवं जणे शिष्यंकर सुसंपर्क विषय रे आमे माने आलोचना करिथिले एवं शिष्य जनक तांको तपस्या काल रे कोन सब खाइकी बंचुथिले से विषय रे आमे विस्तृत भाव रे आलोचना करिथिले पिला माने आज आमे माने तुम पंचम श्रेणी भाषा महक विषयर जे थाए पर उपकारे प्रसंगर परवर्ती अनुच्छेद विषय रे आलोचना करिबा। तो आलोचना करिबा पूर्वरु पिला माने तुमरो मु पर्व ज्ञान परीक्षा करिवि केते तुमे माने जानिछ केते विषय वस्तु को बुझिछ सेति पई मु पूर्व ज्ञान परीक्षा करिवि तुमे माने समस्ते हाथ टेकिबो एवं ଯାହାକୁ ପଚାରିବି ସେ ଉତ୍ତର ଦେବ। କଚ୍ଛ ଅଞ୍ଚଳ କେଉଁ ରାଜ୍ୟରେ ଅବସ୍ଥିତ? ହାତଟେକ ପିଲାମାନେ କିଏ କହିପାରିବ? ଆରେ ବହୁତ ବଢିଆ ତୁମେ ମାନେ ସମସ୍ତେ ହାତ ଟେକିଛ ନାଇଁ କି? କଚ୍ଛ ଅଞ୍ଚଳଟି ଗୁଜରାଟ ରାଜ୍ୟରେ ଅବସ୍ଥିତ। ବହୁତ ବଢିଆ। ବର୍ତ୍ତମାନ ଦ୍ୱିତୀୟ ପ୍ରଶ୍ନ ପଚାରିବି ପିଲାମାନେ ମେକରଣ ତପସ୍ୟା ସମୟରେ କଣ ଖାଇ ରହୁଥିଲେ? ବହୁତ ବଢିଆ ତୁମେ ମାନେ ସମସ୍ତେ ହାତ ଟେକିଛ ନାଇଁ କି? ମେକରଣ ତପସ୍ୟା ସମୟରେ କନ୍ଦମୂଳ ଖାଇକି ରହୁଥିଲେ। ବର୍ତ୍ତମାନ ଆଉ ଗୋଟେ ତୁମ ପାଇଁ ପ୍ରଶ୍ନ ନେଇକି ଆସିଛି ମେକରଣଙ୍କ ଗୁରୁ କିଏ ଥିଲେ? ମେକରଣଙ୍କର ଗୁରୁ ଦତ୍ତାତ୍ରେୟ ଥିଲେ। ଶେଷ ପ୍ରଶ୍ନ ତୁମମାନଙ୍କ ପାଇଁ ପିଲାମାନେ ମେକରଣ କେଉଁ ସ୍ଥାନରେ ତପସ୍ୟା କରୁଥିଲେ? ମେକରଣ ଗିରିନାର ପର୍ବତର ପାଦ ଦେଶରେ ତପସ୍ୟା କରୁଥିଲେ। ବହୁତ ବଢିଆ ପିଲାମାନେ ଏହି ପ୍ରଶ୍ନର ଉତ୍ତର ଶୁଣିକି ମୁଁ ବହୁତ ଖୁସି। ବର୍ତ୍ତମାନ ଟିକେ ଆମେ ଟିକେ ମନେ ପକେଇବା ପିଲାମାନେ ପୂର୍ବ ପାଠରେ ଆମେ କ'ଣ ଆଲୋଚନା କରିଥିଲେ? ଲେଖକଙ୍କର ବିଷୟରେ ଆମେ ମାନେ ଆଲୋଚନା କରିଥିଲେ ନାଇଁ କି? ଲେଖକ କିଏ ଥିଲେ ପିଲାମାନେ? ଲେଖକ ଥିଲେ ଡକ୍ଟର ରମେଶ ଚନ୍ଦ୍ର ପତ୍ରୀ। ସେ ଶିଶୁ ସାହିତ୍ୟ ଥିଲେ ନାଇଁ କି? ଠିକ ଠିକ ଠିକ। ଆଉ କ'ଣ ଆଲୋଚନା କରିଥିଲେ? ଯେ ଆମର ମନୁଷ୍ୟ ମାନଙ୍କର ଯେମିତି ତାର ମାନେ ଜୀବନ ଅଛି ପଶୁ ପକ୍ଷୀ ଏବଂ ଜୀବଜନ୍ତୁଙ୍କର ମଧ୍ୟ କ'ଣ ଅଛି? ଜୀବନ ଅଛି। ଆମେ ମାନେ ପଶୁ ପକ୍ଷୀ ଏବଂ ଜୀବଜନ୍ତୁ ମାନଙ୍କ ପ୍ରତି ଦୟା ଭାବ ଦେଖେଇବା କଥା। ତାଙ୍କ ପ୍ରତି ଆମେ ଅନ୍ୟାୟ କରିବା କଥା ନୁହଁ। ହଁ କି ନାହିଁ ପିଲାମାନେ? ଠିକ କଥା କହିଛ। ଠିକ କହିଛ। ଏ ଜାଗାରେ ଗୁରୁଟା କିଏ ପିଲାମାନେ? ଦତ୍ତାତ୍ରେୟ ନାଇଁ କି? ଠିକ ଠିକ ଠିକ। ଆଉ ତାଙ୍କର ଶିଷ୍ୟ କିଏ ଥିଲେ? ମେକରଣ। ତ ଏମିତି ଗୁରୁ ଶିଷ୍ୟ ମଧ୍ୟରେ ତାଙ୍କର ଯୋଉ ସୁସମ୍ପର୍କ ଅଛି ସେ ବିଷୟରେ ଆମେ ମାନେ ଆଲୋଚନା କରିଥିଲେ। ତାହେଲେ ବର୍ତ୍ତମାନ ଆମେ ଟିକେ ପାଠକୁ ପଢିବା। ଦେଖ ପିଲାମାନେ ମେକରଣ ଦତ୍ତାତ୍ରେୟଙ୍କୁ କହିଲେ ଗୁରୁଦେବ ମୁଁ 12 ବର୍ଷ ଧରି ତପସ୍ୟା କରିସାରିଛି ଏବେ ମୋତେ କ'ଣ କରିବାକୁ ହେବ ଦୟାକରି କୁହନ୍ତୁ। ଦତ୍ତାତ୍ରେୟ ତାଙ୍କୁ ଦୁଇଟି ତୁମ୍ବି ଦେଇ କହିଲେ ପୁଅ ତୁମେ ଯେଉଁ କଚ୍ଛ ଭୂମିରୁ ଆସିଛ ସେଠାରେ ବହୁତ ଅଞ୍ଚଳ ସେହି ମରୁଭୂମି ଅଞ୍ଚଳ ଦେଇ ଯାଉଥିବା ପଥିକମାନେ ପାଣି ନ ପାଇ ତୃଷାରେ କାତର ହୋଇପଡ଼। ପାଣି ଅଭାବରୁ ଅନେକ ସମୟରେ ସେମାନେ ମୃତ୍ୟୁ ମୁଖରେ ପଡ଼ନ୍ତି। ତୁମେ ଦୁଇଟି ଯାକ ତୁମ୍ବିରେ ପାଣି ନେଇ ସେମାନଙ୍କୁ ପ୍ରତିଦିନ ପିଇବାକୁ ଦେବ। ଏହା ହିଁ ତୁମ ପାଇଁ ହେବ ଏକ ମହତ କାର୍ଯ୍ୟ। ଶୁଣିଲ ତ ପିଲାମାନେ ମନ ଦେଇ ମୁଁ ଯୋଉଟାକୁ ପଢିଲି। ତ ବର୍ତ୍ତମାନ ପିଲାମାନେ ଆମେ ମାନେ ଅନୁଚ୍ଛେଦକୁ ବୁଝିବା। ଅନୁଚ୍ଛେଦରେ କ'ଣ ଅଛି ତାକୁ ଆମେ ମାନେ ବୁଝି ନେବା। ତ ତୁମେ ମାନେ ଜାଣିଛ ପିଲାମାନେ ଗୁରୁ ଏବଂ ଶିଷ୍ୟଙ୍କର ସମ୍ପର୍କକୁ ନେଇକରି ଏ ଜାଗାରେ ଆଲୋଚନା କରାଯାଇଛି। ମେକରଣଙ୍କର ଗୁରୁ କିଏ ଥିଲେ? ଦତ୍ତାତ୍ରେୟ ନାଇଁ କି? ତ ମେକରଣ ତାଙ୍କର ଗୁରୁଙ୍କୁ କ'ଣ କହିଛନ୍ତି ପିଲାମାନେ? ଦେଖ ଗୁରୁଦେବ ମୁଁ 12 ବର୍ଷ ଧରି ତପସ୍ୟା କରିସାରିଛି। ମେକରଣ ଗିରିନାର ପର୍ବତର ପାଦ ଦେଶରେ 12 ବର୍ଷ ଧରିକିରି ତପସ୍ୟା କରିସାରିଛନ୍ତି ଏବଂ ଏ ଖବରଟା ଗୁରୁଙ୍କ ପାଖରେ ମଧ୍ୟ ପହଞ୍ଚିଛି। ଏବଂ ତୁମେ ମାନେ ଜାଣିଛ ପିଲାମାନେ ଯେ ମେକରଣ ଗିରିନାର ପର୍ବତର ପାଦ ଦେଶରେ 12 ବର୍ଷ ଧରିକିରି ତପସ୍ୟା କରିଥିଲେ
ଏବଂ ଭୋକ ଏବଂ ଶୋଷକୁ କିଭଳି ଭାବରେ ନିରାକରଣ କରୁଥିଲେ। ତମେ ତ ଜାଣିଛ ପିଲାମାନେ ଯେ ଯେତେବେଳେ ମେକରଣଙ୍କୁ ଭୋକ ହେଉଥିଲା ସେ କନ୍ଦମୂଳ ଖାଇକିରି ବଞ୍ଚୁଥିଲେ ଏବଂ ଶୋଷ ହେଲେ ଝରଣାର ପାଣିକୁ ସେ ପିଇକି ତାଙ୍କର ଶୋଷକୁ ନିବାରଣ କରୁଥିଲେ। ତ ସେଥିପାଇଁ ମେକରଣ କହିଲେ ଯେ ଗୁରୁଦେବ ମୁଁ 12 ବର୍ଷ ଧରିକିରି ତପସ୍ୟା କରିସାରିଛି, ଏବେ ମୋତେ କ'ଣ କରିବାକୁ ହେବ ଦୟାକରି କୁହନ୍ତୁ। ତାପରେ ଗୁରୁ ଦତ୍ତାତ୍ରେୟ ତାଙ୍କୁ 2ଟି ତୁମ୍ବି ଦେଇକିରି କହିଲେ। ତୁମ୍ବି ପିଲାମାନେ ଦେଖିଛ ତୁମେମାନେ? ଦେଖ ଏଇ ଚିତ୍ରରେ 2ଟି ତୁମ୍ବି ଅଛି। ଏଇ ତୁମ୍ବିଟା କ'ଣ ପିଲାମାନେ? ଏଥିରେ ପାଣି ରଖାଯାଏ। ପାଣି ପାତ୍ର ଏଇଟା। ତ ପାଣି ପାତ୍ରରେ ଏଥିରେ ପାଣିଟା ଥଣ୍ଡା ରୁହେ। ବୁଝିହେଉଛି କି ନାହିଁ ପିଲାମାନେ? ଜଲ୍ଦି ପାଣି ଗରମ ହୁଏ ନାହିଁ। ତ ଏଇ 2ଟି ପାତ୍ର ଗୁରୁ ଦତ୍ତାତ୍ରେୟ କାହାକୁ ଦେଲେ? ମେକରଣଙ୍କୁ ଦେଲେ। ଆଉ କ'ଣ କହିଲେ ଜାଣିଛ ପିଲାମାନେ? ପୁଅ ତୁମେ ଯେଉଁ କଚ୍ଛ ଭୂମିରୁ ଆସିଛ ସେଠାରେ ବହୁତ ଅଞ୍ଚଳ ମରୁଭୂମି। ପୁଅ ତୁମେ ଯେଉଁ କଚ୍ଛ ଭୂମିରୁ ଆସିଛ ସେଠାରେ ବହୁତ ଅଞ୍ଚଳ ମରୁଭୂମି। ତୁମେ କେବେ ମରୁଭୂମି ଦେଖିଛ? ଆଚ୍ଛା ଆଚ୍ଛା, ତାହେଲେ ତୁମେମାନେ କେହି ମରୁଭୂମି ଦେଖିନାହ। ଦେଖ ଦେଖ ପିଲାମାନେ ଫଟୋ ଚିତ୍ରରେ ଦେଖ, ଗୋଟେ ମରୁଭୂମି ଅଞ୍ଚଳର ଏଇଟା ଫଟୋ ଚିତ୍ର। ଏଇ ଯୋଉ ଜୀବଟା ଦେଖୁଛ ତୁମେମାନେ, ଏଇ ଜୀବର ନାଁଟା କହିପାରିବ ପିଲାମାନେ? ଏଇ ଜୀବ ହଉଛି ଓଟ। ମରୁଭୂମିର ଜାହାଜ ବୋଲିକିରି କୁହାଯାଏ। ହଁ ନା ନାଇଁ ପିଲାମାନେ? ମରୁଭୂମିରେ ଚାରିଆଡ଼େ କ'ଣ ଦେଖାଯାଏ ପିଲାମାନେ? ଦେଖ ଚାରିଆଡ଼େ ବାଲି ଦେଖାଯାଉଛି, ହେଲା କି ନାହିଁ ପିଲାମାନେ? ତ ମରୁଭୂମି ଅଞ୍ଚଳରେ ଯେତେବେଳେ କ'ଣ ପ୍ରଚଣ୍ଡ ଗରମ ହୋଇଥାଏ ତାହେଲେ ସେ ଜାଗାରେ କ'ଣ ହୁଏ? ଛାଇଟିଏ ମଧ୍ୟ ଦୃଶ୍ୟମାନ ହେଇନଥାଏ ପିଲାମାନେ। ତ ସେହି ମରୁଭୂମି ଅଞ୍ଚଳରେ କ'ଣ ହୁଏ ପିଲାମାନେ? ପଥିକମାନେ ଯେତେବେଳେ ସେଇ ମରୁଭୂମି ଅଞ୍ଚଳ ଦେଇକିରି କ'ଣ କରିଥାନ୍ତି? ଯାଇଥାନ୍ତି। ସେମାନେ କ'ଣ କରିଥାନ୍ତି? ପାଣି ନ ପାଇ ତୃଷାରେ କାତର ହୋଇପଡ଼ନ୍ତି। ବୁଝିହେଉଛି ନା ନାଇଁ ପିଲାମାନେ? କାତର ବୋଲେ କ'ଣ? ବ୍ୟାକୁଳ ହୋଇପଡ଼ନ୍ତି ସେମାନେ, ଯେ ପାଣି ନ ପାଇକିରି ସେମାନେ ଚିନ୍ତାରେ ପଡ଼ିଯାଆନ୍ତି। ଅନେକ ପଥିକମାନେ ମୃତ୍ୟୁବରଣ କରିଥାନ୍ତି। ବୁଝିହେଉଛି ନା ନାଇଁ ପିଲାମାନେ? ତ ସେଥିପାଇଁ କ'ଣ ହୁଏ ପିଲାମାନେ ଜାଣିଛ? ଯେ ମରୁଭୂମିରେ ଆମର ଯେହେତୁ ଅତ୍ୟଧିକ ଗରମ ହୋଇଥାଏ, ସୂର୍ଯ୍ୟ କିରଣର ଆଲୋକଟା ପ୍ରଚଣ୍ଡ ହୋଇଥାଏ, କୌଣସି ଜାଗାରେ ଗଛର ଛାଇ ଦୃଶ୍ୟମାନ ହୋଇନଥାଏ। ତ ଏଇଭଳିଆ ପରିସ୍ଥିତିରେ ପାଣି ଅଭାବରୁ ଯାତ୍ରୀମାନେ ବ୍ୟାକୁଳ ହୋଇପଡ଼ନ୍ତି ଏବଂ ଅଧିକାଂଶ ସମୟରେ ସେମାନେ ମୃତ୍ୟୁ ମୁଖରେ ପଡ଼ନ୍ତି। ସେଥିପାଇଁ ତୁମେମାନେ କ'ଣ କରିବ ଚିନ୍ତା କର ପିଲାମାନେ? ତୁମେ ଯଦି ପଥିକ ହୋଇଥାନ୍ତ କ'ଣ କରିଥାନ୍ତ ପିଲାମାନେ? ହଁ, ତୁମେମାନେ ମଧ୍ୟ ତୁମ ସାଙ୍ଗରେ ପାଣି ନେଇକି ଯାଇଥାନ୍ତ, ନାଇଁ କି? ଠିକ୍। ତ ଗୁରୁ କ'ଣ କହିଲେ ତାଙ୍କର ଶିଷ୍ୟଙ୍କୁ? ତୁମେ 2ଟି ଯାକ ତୁମ୍ବିରେ ପାଣି ନେଇ ସେମାନଙ୍କୁ ପ୍ରତିଦିନ ପିଇବାକୁ ଦେବ। କିଏ କହିଲେ କାହାକୁ ପିଲାମାନେ? ଗୁରୁ ଦତ୍ତାତ୍ରେୟ ତାଙ୍କର ଶିଷ୍ୟ ମେକରଣଙ୍କୁ କହିଲେ। କାହାକୁ ପ୍ରତିଦିନ ପାଣି ପିଇବାକୁ ଦେବା ପାଇଁ କହିଲେ? ମରୁଭୂମିରେ ବା ମରୁଭୂମି ଅଞ୍ଚଳରେ ଯାଉଥିବା ପଥିକମାନଙ୍କୁ ପ୍ରତିଦିନ ପାଣି ପିଇବାକୁ ଦେବା ପାଇଁ କହିଲେ। ତ ଏହା ହିଁ ତୁମ ପାଇଁ ହେବ ଏକ ମହତ କାର୍ଯ୍ୟ। ବୁଝିଲା ନା ନାଇଁ ପିଲାମାନେ? ଏଇଭଳି ଭାବରେ ଗୁରୁ ଦତ୍ତାତ୍ରେୟ ତାଙ୍କର ଶିଷ୍ୟ ମେକରଣଙ୍କୁ ପରାମର୍ଶ ଦେଲେ। ବୁଝିହେଲା ନା ନାଇଁ ପିଲାମାନେ? ବର୍ତ୍ତମାନ ମୁଁ ତୁମମାନଙ୍କୁ କେତୋଟି ପ୍ରଶ୍ନ ପଚାରିବି, ତୁମେମାନେ ପ୍ରଶ୍ନର ଉତ୍ତର ଦେବ, ହେଲା କି ନାହିଁ ପିଲାମାନେ? ପ୍ରଥମ ପ୍ରଶ୍ନ ଦେଖ ପିଲାମାନେ, କିଏ କାହାକୁ କହିଥିଲେ? ବୁଝିହେଉଛି ନାହିଁ? କିଏ କାହାକୁ କହିଥିଲେ ସେ କଥା ତୁମେ ମୋତେ କହିବ। କହୁଛି, ଗୁରୁଦେବ ମୁଁ 12 ବର୍ଷ ଧରି ତପସ୍ୟା କରିସାରିଛି, ଏବେ ମୋତେ କ'ଣ କରିବାକୁ ହେବ ଦୟାକରି କୁହନ୍ତୁ। ଏ କଥା କିଏ କାହାକୁ କହିଥିଲେ ପିଲାମାନେ? ହାତ ଟେକ।
କିଏ ଜାଣିଛ ଯେ? ସାବାସ୍, ସମସ୍ତେ ହାତ ଟେକିଛ ନାଇଁ କି? ତାହେଲେ ତୁମେ ମାନେ ଅନୁଚ୍ଛେଦକୁ ଭଲ ଭାବରେ ବୁଝିଛ। ହଁ ଗୁରୁଦେବ, ମୁଁ 12 ବର୍ଷ ଧରି ତପସ୍ୟା କରିସାରିଛି। ଏବେ ମୋତେ କ'ଣ କରିବାକୁ ହେବ ଦୟାକରି କୁହନ୍ତୁ। ଏ କଥା ବ୍ୟାକରଣ ଦତ୍ତାତ୍ରେୟଙ୍କୁ କହିଥିଲେ। ଠିକ୍। ବର୍ତ୍ତମାନ ଦୁଇ ନମ୍ବର ପ୍ରଶ୍ନକୁ ଯିବା। ବ୍ୟାକରଣ ପାଇଁ କେଉଁ କାର୍ଯ୍ୟଟି ଏକ ମହତ କାର୍ଯ୍ୟ ଥିଲା? ହଁ ସାବାସ୍। ବ୍ୟାକରଣ ପାଇଁ ପ୍ରତିଦିନ ପଥିକମାନଙ୍କୁ ପାଣି ପିଇବାକୁ ଦେବା ହେଲା ଏକ ମହତ କାର୍ଯ୍ୟ। ବହୁତ ବଢିଆ। ବର୍ତ୍ତମାନ ଆଉ ଗୋଟେ ପ୍ରଶ୍ନର ଉତ୍ତର ଦେବା ପିଲାମାନେ। ଦେଖ କ'ଣ ଲେଖା ହେଇଛି ପ୍ରଶ୍ନ। ଦତ୍ତାତ୍ରେୟ ବ୍ୟାକରଣଙ୍କୁ ତୁମ୍ବି ଦୁଇଟି ଦେଇ କ'ଣ କହିଲେ? କିଏ କହିବ? ସମସ୍ତେ କହିବାକୁ ଚାହୁଁଛ ନାଇଁ କି ପିଲାମାନେ? ଆଚ୍ଛା, ତା ଉତ୍ତର ହଉଛି ପିଲାମାନେ, ପୁଅ ତୁମେ ଯେଉଁ କଚ୍ଛ ଭୂମିରୁ ଆସିଛ ସେଠାରେ ବହୁତ ଅଞ୍ଚଳ ମରୁଭୂମି। ଏ କଥା ଦତ୍ତାତ୍ରେୟ ବ୍ୟାକରଣଙ୍କୁ କହିଥିଲେ ନାଇଁ କି? ଆଚ୍ଛା, ଆଉ ଗୋଟେ ପ୍ରଶ୍ନ ଦେଖିବା ପିଲାମାନେ। ଦତ୍ତାତ୍ରେୟ ବ୍ୟାକରଣଙ୍କୁ ଡ୍ୟାସ୍ ସମ୍ବୋଧନ କରିଥିଲେ? କିଏ କହିବ? ହାତ ଟେକ। ହଁ, ଏ ଜାଗାରେ ଦେଖ ଅପସନ ଅଛି ବାବୁ, ପୁଅ, ଧନ, ଝିଅ। ତ ଉତ୍ତରଟା କ'ଣ ହେବ ପିଲାମାନେ? ଠିକ୍ ଠିକ୍ ଠିକ୍, ବହୁତ ବଢିଆ ବହୁତ ବଢିଆ। ଦତ୍ତାତ୍ରେୟ ବ୍ୟାକରଣଙ୍କୁ ପୁଅ ସମ୍ବୋଧନ କରିଥିଲେ। ଠିକ୍। ତ ମୁଁ ଜାଣିଲି ଯେ ତୁମେମାନେ ବହୁତ ସୁନ୍ଦର ଭାବରେ ପ୍ରଶ୍ନର ଉତ୍ତର ଦେଲ। ବର୍ତ୍ତମାନ ତୁମମାନଙ୍କ ପାଇଁ ଗୋଟେ ଘରେ କାମ କରିବା ପାଇଁ ଗୋଟେ ପ୍ରଶ୍ନ ନେଇକି ଆସିଛି ତୁମମାନଙ୍କ ପାଇଁ। ତୁମେମାନେ କରିକି ଆଣିକି ମୋତେ ଦେଖେଇବ। ଗୋଟିଏ ମରୁଭୂମିର ଅଞ୍ଚଳର ଚିତ୍ର ସଂଗ୍ରହ କରିକି ଆଣିବ। ହଁ ନା ନାହିଁ? ଠିକ୍। ପିଲାମାନେ, ଆଜି ଆମେମାନେ ଯେଉଁ ପାଠ ପଢ଼ିଲେ ସେଥିରେ ତୁମେମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କଲ ଏବଂ ପାଠ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଲ। ସେଥିପାଇଁ ତୁମମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।